ପରେ କିନ୍ତୁ ମୁଁ ଯେହେତୁ ମାନେ ହନୁମାନଙ୍କର ଭକ୍ତ, ମୁଁ ହନୁମାନଙ୍କର ଲକେଟ୍ ବି ପିନ୍ଧେ। ତ ମୁଁ ମନରେ ମନରେ ହନୁମାନଙ୍କୁ ଡାକୁଥିଲି, ମୁଁ କହୁଥିଲି ଭଗବାନ ଆମକୁ ବଞ୍ଚେଇ ଦିଅ ଏଠୁ, ମୋତେ ଯଦି ବି ଯାହା କରୁଛ କର, ମୋ ବାପା ମା ମୋ ସ୍ତ୍ରୀକୁ ଛାଡ଼ିଦିଅ, ମାନେ ତାଙ୍କୁ କିଛି ନ ହଉ। ବାପା କହୁଥିଲେ ଯେ ଆପଣ ଆଉ କେବେ ପୁଣି କାଶ୍ମୀର ଯିବେନି, ଯେ ପ୍ରକୃତରେ ସେଠି ଏତେ ଅଶାନ୍ତିର ବାତାବରଣ ହେଇଯାଇଛି ଯେ ଆଉ ସେଠିକି ଯିବା ସମ୍ଭବ ନୁହଁ ନା ନାଇଁ, ପରିସ୍ଥିତି ପୁଣି ବଦଳିବା ଭାବୁଛନ୍ତି ଏବଂ ପୁଣି ଟ୍ରାକ୍କୁ ଫେରିବ କାଶ୍ମୀର? ପରିସ୍ଥିତି ତ ଆଗରୁ ବି ଏମିତି ହେଇଛି, କିନ୍ତୁ ଏଇଟା ପ୍ରଥମ ଥର ପାଇଁ ଯେହେତୁ ମାନେ ଜନସାଧାରଣଙ୍କ ଉପରେ ଆଟାକ୍ ହେଇଛି, ସେଥିପାଇଁ ସେ ଡରଟା ରହିଛି। ମୁଁ ଆକ୍ଚୁଆଲି ସମସ୍ତଙ୍କୁ ଫୋର୍ସ କରିକି ନେଇଥିଲି, ମାନେ କାଶ୍ମୀରର ସେଇ କନସର୍ନ ମାନେ ମୋତେ ରେଜ୍ ହେଇଥିଲା, କିନ୍ତୁ ମୁଁ କହିଥିଲି ନାଇଁ ଏବେ କିଛି ସେମିତି ନାହିଁ, ସିଚୁଏସନ୍ ବହୁତ ନର୍ମାଲ, ଆମେ ଯାଇକି ଆରାମସେ ବୁଲିକି ଆସିପାରିବା। କିନ୍ତୁ ଆମ ଭାଗ୍ୟ ଖରାପ କି ଆମରି ଇଏରେ ଆମେ ସେଇ ସ୍ପଟ୍ରେ ରହିଗଲୁ। ଆଉ ଥରେ ଯିବା ତ ବୋଧ ହୁଏ ପସିବଲ୍ ନୁହେଁ, କାହିଁକି ନା ଆମକୁ ଯେଉଁ ମାନସିକ ମାନେ ଫିଜିକାଲ ଇଏ ତ ଛାଡ଼ି ଦିଅନ୍ତୁ, ମାନସିକ ଯେଉଁ ଲେବଲ୍ରେ ଆମକୁ ଇଏ ପଡ଼ିଛି, ମୁଁ ହୁଏତ ଆଉ କାହାକୁ ବି କହିବିନି, ବି ଫୋର୍ସ କରିବିନି କି ଯିବା ପାଇଁ, କାହିଁକି ନା ମୁଁ ଜାଣିନି କି କେଉଁଠି ସେମ୍ ଗ୍ୟାପ୍ ଥିବ ସିକ୍ୟୁରିଟି ଲେଭେଲର ମୁଁ ଯେତେବେଳେ ଯାଇଥିବି, ରାଇଟ୍, କି ଆଉ କିଏ ଯାଇଥିବେ, ତ ସେଇ ଜିନିଷଟା ତ ମୋ କଣ୍ଟ୍ରୋଲରେ ନାହିଁ। ଯିଏ ଯିବେ ତାଙ୍କର ଇଏରେ ମାନେ ଦେଖିବା ପାଇଁ, କାହିଁକିନା ଲୋକ ତ ସବୁବେଳେ ଯାଆନ୍ତି, ଇଭେନ୍ ବି ଏବେ ବି ବହୁତ ସାରା ଜାଗା ଓପନ୍ ହେଇଛି, ବଟ୍ ମୁଁ ଆଉ ମୋ ଫ୍ୟାମିଲିରେ ମୁଁ କାହାକୁ ମାନେ କନଭିନ୍ସ କରେଇବିନି କି କାଶ୍ମୀର ଯାଅ ବୁଲିବା ପାଇଁ ଆଟଲିଷ୍ଟ। ଆପଣ ସେଠି ଯେତେବେଳେ ଏଇ ଇନସିଡେଣ୍ଟ ହେଲା, ଆପଣ କେମିତି ପୁରା ପରିବାରକୁ ଆଣିଲେ ଏବଂ ଆପଣ ଜୀବନ ରକ୍ଷା କରିବା ପାଇଁ ସେଠି କ'ଣ କଲେ? ଯେତେବେଳେ କୁହାଯାଉଥିଲା ହିନ୍ଦୁମାନଙ୍କୁ ଅଲଗା କରାଯାଉଥିଲା, ମୁସଲିମମାନଙ୍କୁ ଅଲଗା କରାଯାଉଥିଲା, ଆପଣ ସେତେବେଳେ କ'ଣ କଲେ? ଫାର୍ଷ୍ଟ ତ ସେତେବେଳେ ଆମେ ଉପରେ ପହଞ୍ଚିବାର 15 ମିନିଟ୍ ହେଇଥିଲା, ଆମକୁ ଆଉ 15 ମିନିଟ୍ ଉପରେ ରହିବାର ଥିଲା କାଇଣ୍ଡ ଅଫ୍। କିନ୍ତୁ ସେତେବେଳେ ସେ ଯେତେବେଳେ ଅଲଗା କରିବା ପାଇଁ କହିଲେ, କଲମା ପଡ଼ିକି ଅଲଗା କଲା ପରେ ଆମକୁ ଡର ଲାଗିଥିଲା, କାହିଁକି ନା ଆମେ ସେଇଠି ଗୋଟେ ଲୋକ ଥିଲା ଆଉ ସେ ଗୋଟେ ଗୁଳିରେ ହିଁ ଜଣକୁ ମାରୁଥିଲା, ତ ଆମେ ତ ଜାଣିନୁ ତାଙ୍କର ମୋଟିଭ୍ କ'ଣ ଥିଲା। ତ ଆମକୁ ଲାଗିଲା କି ସେ ସମସ୍ତଙ୍କୁ ମାରିଦେବ। କିଛି ସମୟ ପରେ କିନ୍ତୁ ଆମେ ଅବଜର୍ଭ କଲୁ କି ସେ ଫିମେଲ୍ ମାନଙ୍କୁ ବେଶୀ ଆଟାକ୍ କରୁନାହାନ୍ତି, ମେଲ୍ ମାନଙ୍କୁ ସ୍ପେଶାଲି ୟଙ୍ଗ ମେଲ୍ ମାନଙ୍କୁ ଆଟାକ୍ କରୁଛନ୍ତି। ତ ସେ ଆମ ସାମ୍ନାରେ ଯେତେବେଳେ ସେ ଲାଷ୍ଟଟା ମାରିଲା, ଯେତେବେଳେ ବାପା କହିଲେ, ତା ପର ଟର୍ନକୁ ଯଦି ସେ ଆସିଥାନ୍ତା ହୁଏତ ମୋର ବି ପାଳି ଥିଲା। ମୁଁ ଆକ୍ଚୁଆଲି କାନ୍ଧରେ ଗୋଟେ ବ୍ୟାଗ୍ ଥିଲା, ମୋର ପାଳି ଥିଲା। ମୁଁ ସେତେବେଳେ ଜଷ୍ଟ ମାନେ ଉପରେ ଉପରେ ପଡ଼ୁଥାଏ ଇଏ, କିନ୍ତୁ ଭିତରେ ମୁଁ ହନୁମାନଙ୍କୁ ହିଁ ଡାକୁଥାଏ, କାହିଁକିନା ମୁଁ ବି ଆଣ୍ଠେଇକି ମାନେ ମୁସଲିମ ଯାହାଟା ବି କହିବା କଥା ମୁଁ ଶୁଣିକି କହୁଥିଲି। ଆଜ୍ଞା, ମାନେ ମୋତେ ଯେତିକି ଯାହା ଆସେ ମୁଁ ସେଇ ହିସାବରେ କହୁଥିଲି। ହଁ, କାହିଁକିନା ଆମକୁ ଲାଗିଲା ସେଇ ପୋଜିସନରେ ଆମକୁ ବଞ୍ଚିବା ପାଇଁ ସେଇଟା ହିଁ କରିବା ଦରକାର। ତାପରେ କିନ୍ତୁ ମୁଁ ଯେହେତୁ ମାନେ ହନୁମାନଙ୍କର ଭକ୍ତ, ମୁଁ ହନୁମାନଙ୍କର ଲକେଟ୍ ବି ପିନ୍ଧେ, ତ ମୁଁ ମନରେ ମନରେ ହନୁମାନଙ୍କୁ ଡାକୁଥିଲି, ମୁଁ କହୁଥିଲି ଭଗବାନ ଆମକୁ ବଞ୍ଚେଇ ଦିଅ ଏଠୁ, ମୋତେ ଯଦି ବି ଯାହା କରୁଛ କର, ମୋ ବାପା ମା ମୋ ସ୍ତ୍ରୀକୁ ଛାଡ଼ିଦିଅ, ମାନେ ତାଙ୍କୁ କିଛି ନ ହଉ, ସେତିକି ମୁଁ ଡାକୁଥିଲି। ତ ଏବେ ସରକାର ଯାହା ପଦକ୍ଷେପ ନେଉଛନ୍ତି ଟେରରିଷ୍ଟ ମାନଙ୍କ ବିରୁଦ୍ଧରେ, ପାକିସ୍ତାନ ବିରୁଦ୍ଧରେ ଯାହା ବର୍ତ୍ତମାନ ସରକାର ପଦକ୍ଷେପ ନେଉଛନ୍ତି, ଆପଣ କ'ଣ କହିବାକୁ ଚାହିଁବେ? ସେଇଟା ତ ପଲିଟିକାଲ ଷ୍ଟାନ୍ସ, ସରକାର ଯାହା ବି କରିବେ ଦେଶର ଲୋକଙ୍କର ଭଲ ପାଇଁ କରିବେ। ଆଉ କିଛି ମାନେ ସରକାର ପଦକ୍ଷେପ ବି ନେଇ ସାରିଲେଣି, ଆଉ ଯାହା ବି ହେବ ଆଗକୁ ମାନେ ହୋପଫୁଲି ଦେଶର। ପାକିସ୍ତାନ ବିରୁଦ୍ଧରେ କ'ଣ ଆକ୍ସନ ହେବା ଦରକାର ଭାବୁଛନ୍ତି? ସେଇଟା ପଲିଟିକାଲ ଷ୍ଟାନ୍ସ ଆକ୍ଚୁଆଲି, କାହିଁକିନା ମୁଁ ତ କେହି ନୁହେଁ, ମୁଁ ଗୋଟେ ନର୍ମାଲ ଜନସାଧାରଣ। ସିଚୁଏସନ୍ ହିସାବରେ ଯାହା ବେଟର ହେବ, ଯାହା ଭାରତର ଲୋକଙ୍କ ପାଇଁ ଭଲ ହେବ, ଇଭେନ୍ ପାକିସ୍ତାନରେ ବି କେତେ ଲୋକ ଥିବେ ଯେଉଁମାନେ ଭଲ ଥିବେ, ଆମେ ତ ଗୋଟେ ଦେଶକୁ ଇଏ କରିପାରିବାନି, କିନ୍ତୁ କିଛି ଖରାପ ଲୋକଙ୍କ ପାଇଁ ପୁରା କମ୍ୟୁନିଟିଟା ମାଇଟ୍ ବି ବଦନାମ ହେଇଯାଉଛି। ମୋତେ ସେଇଟା, କାହିଁକିନା ମୋର ବି ବହୁତ ମୁସଲିମ ସାଙ୍ଗ ଅଛନ୍ତି, ମୁଁ ହାଇଦ୍ରାବାଦରେ ଜବ୍ କରେ, ସବୁ ମାନେ ମୁସଲିମ ଫ୍ରେଣ୍ଡସ୍ ମାନେ ବି ବହୁତ ଅଛନ୍ତି, ସେମାନେ ସେମିତିଆ ନୁହନ୍ତି, କିନ୍ତୁ ଯେହେତୁ କିଛି 5% 2% ଲୋକଙ୍କ ପାଇଁ ପୁରା କମ୍ୟୁନିଟିଟା ବଦନାମ ହେଉଛି, ସେଇଟା ଦେଶର ମାନେ ହାଇଏଷ୍ଟ ଅଥରିଟି ଯିଏ ଅଛନ୍ତି ସେମାନେ ବେଟର ଡିସିସନ୍ ନେବେ ଦ୍ୟାନ୍ ମୁଁ। ମୋର ଆଡ଼ଭାଇସ୍ ତ ହେବ କି ମୋ ସାମ୍ନାରେ ସେ ଆସିଲେ ମୁଁ ତାଙ୍କୁ ନିଜେ ମାରିଦେବି।